ସ୍ୱାଗତମ୍ ସୁସ୍ୱାଗତମ୍ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଦୈନିକ ରାଶିଫଳ ବିଭାଗକୁ ନିମନ୍ତ୍ରଣ। ବନ୍ଧୁଗଣ, ଆମେ ବିଧାତାଙ୍କ କଲ୍ୟାଣ ବିନା କେବେ ବି କିଛି ଭଲ କାମ କରିପାରୁନା। ଆଉ ଯାହା କିଛି ମନ୍ଦ କାର୍ଯ୍ୟ ଆମ ଦ୍ୱାରା ହୁଏ ତାହା ହିଁ ବିଧି ବିଧାନ। ସେ ବିଧି କିଏ? ତାର ରୂପ ରେଖ କେହି ଦେଖିନି କି ଜାଣିନି, ଏଣୁ ଲେଖିନି। ସେ ଅନନ୍ତ, ଅବ୍ୟକ୍ତ, ଅଚିନ୍ତନୀୟ। ତାଙ୍କରି କଲ୍ୟାଣ କାମନା କରି ଆମେ ଆଜି ଏହି ଦୈନିକ ରାଶିଫଳ ଆରମ୍ଭ କରିବା। ଆଜି 26 ତାରିଖ ଶୁକ୍ରବାର। 26 ଶୁକ୍ରବାର ସୂର୍ଯ୍ୟାସ୍ତ 5ଟା 13 ମିନିଟ୍ 29 ସେକେଣ୍ଡ, ମାନେ 5ଟା 13 ପରେ 5ଟା 13 ପରେ ସୂର୍ଯ୍ୟାସ୍ତ। ଅଶୁଭ ସମୟ ଦିନ 10ଟା 28ରୁ 11ଟା 50। ଦିନ 10ଟା 28ରୁ 11ଟା 50। ହେଲେ ଆଜି ମେଷ ରାଶି ପାଇଁ କ'ଣ, କେଉଁ ରାଶି ପାଇଁ କ'ଣ, କୁମ୍ଭ ରାଶି ପାଇଁ କ'ଣ? ଘାତବାର ଅଛି ବିଛା ଧନୁ ମୀନ ରାଶିର। ବିଛା ଧନୁ ମୀନ ରାଶିର ଘାତବାର, ଘାତଚନ୍ଦ୍ର ମୀନ ରାଶି ସମୁଦାୟର ଓ ମିଥୁନ ରାଶି ପୁରୁଷଙ୍କର। ବାସ୍, ଦେଖିବା, ଆଲୋଚନା କରିବା। ମେଷ ପାଇଁ ଆଜି ବଢ଼ିଆ ଦିନ। ବଢ଼ିଆ ଦିନ, ଆୟ ରୋଜଗାର ଅମଳ ଭଲ ହେବ। ମେଷର ଅଧିପତି ମଙ୍ଗଳ। ଆଜି ହେଲା ଶୁକ୍ରବାର, ତେଣୁ ମଙ୍ଗଳ ଶୁକ୍ରଙ୍କର ଯେଣୁ ପଡ଼େନି, ଆମର ସବୁ ଆୟ ଇନକମରେ, ରୋଜଗାରରେ, ଅମଳରେ ଟିକେ ବାଧା ସୃଷ୍ଟି ହେବ। ସବୁଥିରେ ବାଧା। ଆଜି ମେଷ ରାଶି ପାଇଁ ବାଧା ବନ୍ଧନ ଭୟ କେବଳ ଶୁକ୍ରବାର ପାଇଁ। ସବୁଥିରେ ଆରମ୍ଭରେ କିଛି ବିଘ୍ନ ଆସିବ। ଯିଏ ବୁଦ୍ଧିମାନ ସେ ଆଦୌ ଡରିବେନି। ସେମାନେ ଗୋଟିଏ ନିଷ୍ପତ୍ତି ନେବେ, ଗଲେ ପଛେ ଯାଉ ଯିବ, ଯାହା ହେବ ଦେଖାଯିବ। ଗିରି ଶିଖେ ଲୟ ରଖି ଚାଲିବି ମୁକର। ହଉ ବନ୍ଧୁ, ଆଲୋଚନା କରିବା। ମେଷ ପାଇଁ 26 ତାରିଖ ଶୁକ୍ରବାର, ବାର ଦୋଷ ହେତୁ ସବୁଥିରେ ଆଗ ବାଧା ବିଘ୍ନ ସୃଷ୍ଟି ହେବ। ଆଜି ବଢ଼ିଆ ଆୟୋଜନ ଅଛି। ଯଦି କିଛି ବାଧା ଆସେ ଡରିବାର ନାହିଁ। ଟିକିଏ ଧୈର୍ଯ୍ୟ, ଟିକିଏ ସମୟ, ଶାରୀରିକ ସମସ୍ୟା ନାହିଁ। ଶତକଡ଼ା 100 ଆୟ ହେବ, ଭଲ ଅମଳ ହେବ। ଆର୍ଥିକ ସୁଖ ଥିଲେ ବି ମନ ଖୁସି ହେବନି। ଆଜି ସବୁ କାର୍ଯ୍ୟରେ କିଛି ନା କିଛି ବାଧା ଆସିବ। ଦିନ 9ଟା ପରେ ଅଶ୍ୱିନ ନକ୍ଷତ୍ରର ଅଶୁଭ ସମୟ ଆସିବ। ବିରକ୍ତି ବା ବିଚଳିତ ହେଲେ ସବୁ ବିଗଡ଼ିଯିବ। ବିରକ୍ତ ଭାବ ଆଣିବେନି କି ବିଚଳିତ ହେବେନି। ଆଜି ଧୈର୍ଯ୍ୟ ମହାନ ଅସ୍ତ୍ର ମେଷ ରାଶି ପାଇଁ। ବୃଷ ରାଶି କଥା ଆଲୋଚନା କରିବା। ବୃଷ ରାଶି ପାଇଁ 26 ତାରିଖ ଶୁକ୍ରବାର ଶୁଭ 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 ଶୁଭ। ଏହି ରାଶିର ଲୋକେ ଆଜି କର୍ମଠ ହେବେ। କର୍ମ କ୍ଷେତ୍ରରୁ ସେମାନେ ଆଜି ଧନ ପାଇବେ, ମାନ ପାଇବେ, ଆଦର ପାଇବେ। ଆଉ ଏମାନେ ସମସ୍ତେ କର୍ମକୁ ନିଜ ଦେହଠୁ ଅଧିକ ଭଲ ପାଇବେ। ଆଜି କର୍ମଠ ହେବେ, କର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ, ଲାଭବାନ ହେବେ।
କର୍ମରୁ ଧନ ସମ୍ମାନ ଆଦର ପାଇବେ, ଲୋକପ୍ରିୟତା ମଧ୍ୟ ବଢ଼ିଯିବ। ଦିନ 9ଟା ପରେ କୃତ୍ତିକା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଦିନଟି ଆକର୍ଷଣୀୟ, ଆନନ୍ଦମୟ। ମେଷ ପାଇଁ ଟିକେ ବାଧାବିଘ୍ନ ଅଛି, ବୃଷ ପାଇଁ କିଛି ନାହିଁ। ବୃଷର ଖାଲି ଶୁଭ ଶୁଭ ଶୁଭ, ସବୁ ଦିଗରୁ ଶୁଭ। ମିଥୁନ ପାଇଁ 26 ତାରିଖ ଶୁକ୍ରବାର ଶୁଭ ହେଲେ ମିଥୁନ ରାଶି ପୁରୁଷଙ୍କର ପରା ଆଜି ଘାତଚନ୍ଦ୍ର। ମିଥୁନର ଆଜି ଶୁଭ। ମିଥୁନର ଅଧିପତି ହେଲେ ବୁଧ, ବାର ହେଲା ଶୁକ୍ର। ବୁଧ ଶୁକ୍ରଙ୍କର ମିତ୍ରତା ଅଛି। ତେଣୁ ଏଇ ଯେଉଁ ଘାତଚନ୍ଦ୍ର ସେ ଖାଲି ମାନସିକ ବିଘଟନ ଘଟେଇବ। ଉଚିତ ଅନୁଚିତ ମଧ୍ୟରେ ଟିକେ ଭେଦଭାବ ଜାଣିପାରିବ ନାହିଁ। ଫଳରେ ଭୁଲ ହେବ, ପ୍ରାୟ ଭୁଲ ହେବ। ଏଣୁ ମିଥୁନ ରାଶିର ଲୋକମାନେ କୌଣସି ପଦକ୍ଷେପ ନେବା ପୂର୍ବରୁ ଟିକେ ଭାବନ୍ତୁ, ମନେ ରଖନ୍ତୁ। ସହସା ବିଦଧୀତ ନ କ୍ରିୟାଂ ଅବିବେକୀ ପରମାପଦଂ ଭଜେ। ବାସ୍, ତଥାପି ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ପାଟି ଖୋଲିଲେ, ଭଲ କଥା କହିଲେ ଲୋକେ ଭୁଲ ବୁଝିବେ। ପରାମର୍ଶ ଦେଲେ ବୁମେରାଙ୍ଗ ହେବ। ବୁମେରାଙ୍ଗ ଜାଣିଛନ୍ତି ତ? ଆମାଜନ ନଦୀ କୂଳେ ରହୁଥିବା ବନ୍ଧୁମାନେ ଏହି ଅସ୍ତ୍ର ପ୍ରୟୋଗ କରି ଶିକାର କରନ୍ତି। ଏ ଅସ୍ତ୍ର ଶିକାର ଠାରେ ନ ବାଜିଲେ ତାଙ୍କ ପାଖକୁ ଫେରି ଆସେ। ଏଇ ଯେଉଁ ପରାମର୍ଶ ଦେବେ, ସେ ପରାମର୍ଶ ବ୍ୟକ୍ତି କାନକୁ ଯିବନି, ତାଙ୍କ ତୁଣ୍ଡ ଖୋଲିବ ଆଉ ଆପଣଙ୍କ ମୁଣ୍ଡ ବଥେଇବ। ହେଲା, ମାନ ସମ୍ମାନ ଖଣ୍ଡ ଖଣ୍ଡ ହୋଇଯିବ। ଧାର ଉଦ୍ଧାର ମାଗିଲେ ଅପମାନ ପାଇବେ। ଦିନ 9ଟାରୁ ମୃଗଶିରାର ଅଶୁଭ ସମୟ ଆରମ୍ଭ ହେବ। ଅବଶ୍ୟ କେହି ଜଣେ ବନ୍ଧୁ ସାହାଯ୍ୟ କରିପାରେ। ଆସିବା କର୍କଟ ପାଖକୁ। କର୍କଟ ପାଇଁ 26 ତାରିଖ ଶୁକ୍ରବାର ଅଶୁଭ। କୌଣସି ପ୍ରକାରରେ ଶୁଭ ଫଳ ଆସିବ ନାହିଁ। ଦିନ 9ଟା ପରେ ପୁନର୍ବସୁ ନକ୍ଷତ୍ରର ଅଶୁଭ ଆରମ୍ଭ ହେବ। ଆଜି ବହୁ ଘାତ ପ୍ରତିଘାତ ଦେଇ ଦିନଟି ଗତି କରିବ। ଶାରୀରିକ ଯନ୍ତ୍ରଣା ଆଜି ପ୍ରପୀଡ଼ିତ କରିବ। ଯଦି କୌଣସି ପୁରୁଣା ରୋଗ ଥାଏ, ତାହା ମଝିରେ ମଝିରେ ପୀଡ଼ା ଦେଉଥାଏ, ସେହି ରୋଗ ଆଜି ବଳବାନ ଶତ୍ରୁ ଭଳି ଆକ୍ରମଣ କରିବ। କର୍କଟ ରାଶିର କେହି ଯଦି ଶଯ୍ୟାଶାୟୀ ରୋଗୀ ଥାଆନ୍ତି, ତାଙ୍କର ଅବସ୍ଥା ଆଜି ସଙ୍କଟାପନ୍ନ ହେବ। ମାନସିକ ବିଘଟନ ଘଟିବ। ସାମାନ୍ୟ ଅର୍ଥ ଲାଭ ହେଲେ ବି ସେତେ ଖୁସି ଲାଗିବନି। ମାନେ କର୍କଟ ପାଇଁ ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ। ସିଂହ ପାଇଁ 26 ତାରିଖ ଶୁକ୍ରବାର ଅଶୁଭ। ମିଥୁନର ଅଶୁଭ କହିଲେ, କର୍କଟର ଅଶୁଭ ଶୁଣିଲେ, ସିଂହର ବି ଅଶୁଭ ଆଲୋଚନା କରୁଛେ। ମାତ୍ର ଅଧିକ ସୁଖ ଯୋଗ ଅଛି। ସିଂହର ଅଧିପତି କିଏ? ରବି। ବାର ହେଲା ଶୁକ୍ରବାର। ଏହି ଦୃଷ୍ଟିରୁ ଅଶୁଭ। ନହେଲେ ସିଂହ ରାଶିର ଲୋକେ ଆଜି ଅଧିକ ସୁଖ ପାଇବେ, ପ୍ରବଳ ଆନନ୍ଦ ପାଇବେ, ବିବିଧ ଉପାୟରେ ଆୟ କରିବେ। ପ୍ରତିଦିନ ନଗଦ ଅର୍ଥ ଧରୁଥିବା ସିଂହ ରାଶି ଜନତା ଆଜି ଆଉ ଟିକେ ଅଧିକ ଆୟ କରିବେ, ଅଧିକ ଅର୍ଥ ଧରିବେ। ଆଶା ବଢ଼ି ବଢ଼ିଯିବ। ଭଲ ଆୟ ହେବ। ଚାଷୀମାନଙ୍କର ଅମଳ ଅତି ପ୍ରବଳ ହେବ। ଜାତକରେ ଯଦି ଦ୍ୱିତୀୟାଧିପ ଦ୍ୱିତୀୟରେ ବା ଦଶମରେ ଥିବେ,
ଅର୍ଥ ସଙ୍କଟ ବହୁ ଦିନ ପାଇଁ ଦୂରେଇ ଯିବ। ଆଜି ଦିନର ଆୟ ଉପରେ ସବୁକିଛି ନିର୍ଭର କରେ। ବଢ଼ିଆ ଆୟ ହେବ। ଜାତକ ଦେଖନ୍ତୁ ନା, ଧନପତି କେଉଁଠି ଅଛନ୍ତି। ଦେହ ସୁସ୍ଥ ରହିବ, ମନ ବି ସୁସ୍ଥ ରହିବ। ବନ୍ଧୁଗଣ, ସିଂହ ରାଶି ପାଇଁ ଆଜି ମଘା ନକ୍ଷତ୍ରର ଅଶୁଭ ଆରମ୍ଭ ହେବ ଦିନ 9ଟା ପରେ। ସିଂହ ରାଶି ପାଇଁ ମଘା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ ଦିନ 9ଟାରୁ। କନ୍ୟା ପାଇଁ 26 ତାରିଖ ଶୁକ୍ରବାର ଶୁଭ, କାରଣ କନ୍ୟାର ଅଧିପତି ବୁଧ, ବାର ହେଲା ଶୁକ୍ର 2 ମିତ୍ର। ଦିନ 9ଟା ପରେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଆଜି ଏକ ଲାଭପ୍ରଦ ଦିନ। ସମ୍ମାନ, ସୁଖ ଓ ସନ୍ତୋଷ, ପ୍ରୀତି, ଆନନ୍ଦ ଅତି ମାତ୍ରାରେ ମିଳିବ। କୌଣସି ପ୍ରକାର ସମସ୍ୟା ହେବନି। ଆୟ ଅମଳ ସନ୍ତୋଷଜନକ ହେବ। ପାରିବାରିକ, ଦାମ୍ପତ୍ୟ ଓ ଲୌକିକ ସୁଖ ମିଳିବ। ବ୍ୟବସାୟ, ଚାକିରି, ସେବା ଆଦି କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିବ ନାହିଁ। ସବୁ ଦିଗରୁ ଆଜି ଭଲ। ଦେହ, ମୁଣ୍ଡ, ମନ ସୁସ୍ଥ ରହିବ। ତୁଳା ରାଶି ପାଇଁ 26 ତାରିଖ ଶୁକ୍ରବାର ଶୁଭ, ମାତ୍ର ସନ୍ତାନ ସମସ୍ୟା ଦୂର ହୋଇଯାଇଥିବାରୁ ଆପଣମାନେ ଖୁସି ହେବେ। ସନ୍ତାନ ସଂକ୍ରାନ୍ତୀୟ କିଛି ସମସ୍ୟା ଥିଲା ବୋଧେ, କିନ୍ତୁ ସେ ସମସ୍ୟା ଦୂର ହୋଇଯିବ। ଶୁଭ ଖବର ପାଇବେ ସନ୍ତାନଙ୍କ ଠାରୁ। ଠିକ୍ ଠାକ୍ ହେବ। ଦେହ, ମନ, ମୁଣ୍ଡ ଠିକ୍ ଠାକ୍ କାମ କରିବ। 9ଟା ପରଠାରୁ ଚିତ୍ରା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଖାଦ୍ୟ, ପେୟ, ଶୟନ, ଭ୍ରମଣ ରୁଚିକର ହେବ। ସନ୍ତାନଗତ ସୁଖ ଖବର ଶୁଣି ଖୁସି ହେବେ। ସବୁ ଶୁଭ ଭିତରେ କର୍ମ ବ୍ୟସ୍ତତା ଭିତରେ ଘାଣ୍ଟି ହୋଇଯିବେ। ବନ୍ଧୁ ସମାଗମ ହେବେ। ଆଜି ଟିକେ ଖଟଣି ବେଶୀ। ତୁଳା ରାଶିର ଆଜି ଟିକେ ଖଟଣି ବେଶୀ। ଆନନ୍ଦ ଭିତରେ ମଜ୍ଜି ରହି କାମ ବ୍ୟସ୍ତତା ଭିତରେ ଗୋଳେଇ ଘାଣ୍ଟି ହୋଇଯିବେ। ଆଜି ଟିକେ କର୍ମ ପ୍ରବଣତା ବଢ଼ିଯିବ ତୁଳା ରାଶିମାନଙ୍କର। ବିଛା ରାଶି ପାଇଁ 26 ତାରିଖ ଶୁକ୍ରବାର ଅଶୁଭ। 26 ତାରିଖ ଶୁକ୍ରବାର ବିଛା ପାଇଁ ଅଶୁଭ। ଦିନ 9ଟାରୁ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆସିବ। ସ୍ଥାନଗତ ବା ପରିବର୍ତ୍ତନ ପରିବେଶ ହେତୁ ଅସୁସ୍ଥ ହୋଇ ବହୁ କଷ୍ଟ ଭୋଗିବେ। କୌଣସି ବିଷୟକୁ ନେଇ ପ୍ରିୟ ପରିଜନଙ୍କ ସହ ମନାନ୍ତର ହେବ। ଶାନ୍ତି ଓ ସୁଖ ବ୍ୟାହତ ହେବ। ଚାରିତ୍ରିକ ସ୍ଖଳନ ହୋଇପାରେ। ଗୃହଯୁଦ୍ଧ ହେତୁ ମନ ଉଣା ହୋଇଯିବ। ଚେଷ୍ଟା କଲେ ବି ହସି ପାରିବେନି। କାହିଁକି? ନିଜ ଦୋଷରୁ ଆଜି ସମସ୍ତଙ୍କ ସହିତ ଅପ୍ରିୟ ହେବେ। ଯିଏ ବୁଦ୍ଧିମାନ ସେ ସବୁ ଦେଖୁ ଶୁଣୁ, ଯାହା କହୁ ଧୀରେ ଧୀରେ କହୁ, ବଡ଼ ପାଟିରେ ନୁହଁ। ଦେଖିବା ବିଛା କଥା ସଇଲା। ବିଛା ପରେ ଧନୁ କଥା ଯିବା। ଧନୁ ରାଶି ପାଇଁ 26 ତାରିଖ ଶୁକ୍ରବାର ଅଶୁଭ। ଯେହେତୁ ଧନୁର ଅଧିପତି ହେଲେ ବୃହସ୍ପତି, ସେ ଦେବଗୁରୁ, ବାର ଶୁକ୍ର ଅସୁର ଗୁରୁ, ତେଣୁ ଧନୁ ପାଇଁ ଶୁକ୍ରବାର ଅଶୁଭ। ଦିନ 9ଟା ପରେ ମୂଳା ନକ୍ଷତ୍ରର ଅଶୁଭ କାଳ ଆସିଯିବ। ଆଜି ଭାଇ ଭଉଣୀ ସମ୍ପର୍କ ମଧୁର ହେବ। ଅତୀତର ମନୋମାଳିନ୍ୟ ଘଟିବାର ଅବସାନ ହେବ। ପୈତୃକ ସମ୍ପତ୍ତିକୁ ନେଇ ଯେଉଁ ଝିଞ୍ଝଟ ଲାଗିଥିଲା ତାହା ମିଳେଇ ଯିବ।
ଶାନ୍ତି ଓ ସୁଖ ମିଳିବ, ଦେହ ଭଲ ରହିବ, ଆୟ ଅମଳ ରୋଜଗାର ଭଲ ହେବ, ବ୍ୟବସାୟ ସାନ ହେଉ ବା ବଡ଼ ହେଉ ତା ଭଲ ଚାଲିବ, ଲାଭ ମଧ୍ୟ ବଢ଼ିଆ ହେବ। ଖାଲି ଏତିକି ଶୁକ୍ରବାର ବୋଲି ଟିକେ ବାଧା ସୃଷ୍ଟି ହେବ ସବୁ କାମରେ। ଯେଉଁ କାମ କରିବାକୁ ଯିବେ କେହି ଗୋଟେ ଆଗରେ ରହି କିଛି ଗୋଟେ ମନା କରିବ, ମାନେ କଲମଟା ଖୋଜୁଥିବେ ମିଳିବନି ଇତ୍ୟାଦି। ମକର ରାଶି ପାଇଁ 26 ତାରିଖ ଶୁକ୍ରବାର ଶୁଭ। ମାତ୍ର ମକର ଅବସ୍ଥା ଠିକ୍ ରହିବ ନାହିଁ। ମନ ଭିତରକୁ ଅପରାଧୀ ଭଳି ବ୍ୟାକୁଳ ଭାବନା ଆସିଯିବ। ମନ ଆକୁଳ ବ୍ୟାକୁଳ ହେବ। ମନ ଅଶାନ୍ତ ହେତୁ କୌଣସି କାମରେ ଆଗ୍ରହ ଆସିବନି। ନିଜ ମନ ନିଜକୁ କଷ୍ଟ ଦେବ। ମୁଁ ଅପରାଧୀ, ମୁଁ ଏଇ ଭୁଲ କରିଛି ବୋଲି ଏଇ ଦଣ୍ଡ ଭୋଗୁଛି। ଏଇ ଚିନ୍ତାଧାରା ଆଜି ମକର ମନକୁ ବିଚଳିତ କରିବ। ଯିଏ ଭଲ ଲୋକ ସିଏ ମନ୍ଦ ବୋଧ ହେଲେ ବି ନିଜକୁ ସମ୍ଭାଳି ନେବ ଏବଂ ନିଜେ ବୁଝିଯିବ ଯେ ଏଟା ବିଧିବିଧାନ। ଦିନ 9ଟା ପରଠାରୁ ଉତ୍ତରାଷାଢ଼ା ମକରର ଅଶୁଭ ଆରମ୍ଭ ହେବ। ଧନାଗମ ନ ହେବ ବୋଲି ନୁହେଁ, ଧନ ଆସିବ, ହେଲେ ମନ ବୁଝିବନି। ଆଜି ମନ ଟିକେ ଅବୁଝା ହେବ। ଓଲିଆ ଗାଈ ଭଳି ସେ ଏଣେ ତେଣେ ପଳେଇଯିବ, କୌଣସି ଭଲ ଚିନ୍ତା କରିପାରିବନି। ମନର ମୂଳେ ଏ ଜଗତ, ମନ ଦୃଢ଼ କଲେ ଗାଡ଼ିଆ ଗଙ୍ଗା। ଏହି ମନ ବୃନ୍ଦାବନ, ଏହି ମନ କାଶୀ, ଏହି ମନ ବଦ୍ରୀନାଥ, ପୁରୀ ବାରାଣାସୀ। ମନକୁ ବୁଝେଇ ଦିଅନ୍ତୁ ନା ଇତ୍ୟାଦି। କୁମ୍ଭ ରାଶି ପାଇଁ 26 ତାରିଖ ଶୁକ୍ରବାର ଶୁଭ। କାରଣ କୁମ୍ଭାଧିପତି ହେଲେ ଶନି। ଶୁକ୍ର ଆଉ ଶନିଙ୍କର ଭଲ ମନ ମିଳେ। ବଢ଼ିଆ ଦିନ। ସମସ୍ତ ଲୌକିକ, ଶାରୀରିକ, ମାନସିକ, ଆର୍ଥିକ, ପାରିବାରିକ, ସାମାଜିକ ସୁଖ ଏହି କୁମ୍ଭ ରାଶିଧାରୀ ବ୍ୟକ୍ତିମାନଙ୍କ ସହଜଲବ୍ଧ ହେବ। କୁଆଡ଼େ ଧାଁ ଦୌଡ଼ା କରିବାକୁ ପଡ଼ିବନି। ସବୁ ସୁଖ ଆସି ତାଙ୍କ କବାଟ ବାଡ଼େଇ କହିବ, ଆରେ ଖୋଲ କବାଟ, ଆମେ ଭିତରକୁ ଯିବୁ। ଅହେତୁକ ଆନନ୍ଦ ତାଙ୍କୁ ଖୁସି ଦେବ। କିଛି ଭଲ କାମ କରିଥିଲେ ଏଇଭଳି ଖବର ଆସି ପହଞ୍ଚେ। ସକାଳ ଓଳି 9ଟା ଯାଏ ସତ ଭିସାକୁ ଯଥେଷ୍ଟ ଖୁସି ଖବର ମିଳିବ। ଯାବତୀୟ ଆନନ୍ଦ ମିଳିବ ସତ ଭିସାକୁ 9ଟା ଯାଏ। ସକାଳ ଓଳି 9ଟା ପରଠାରୁ ପୂର୍ବଭାଦ୍ର ନକ୍ଷତ୍ରର ସମସ୍ତ ଇଚ୍ଛା ପୂରଣ ହେବ। କୁମ୍ଭ ରାଶିର ପୂର୍ବଭାଦ୍ର ନକ୍ଷତ୍ରର ସବୁ ଦିଗରୁ ମଙ୍ଗଳ ହେବ। 9ଟା ପରେ 9ଟା ଯାଏ ଶତଭିସାର ସର୍ବାଙ୍ଗୀନ ଉନ୍ନତି ହେବ, କଲ୍ୟାଣ ହେବ। ମୋଟାମୋଟି ଭାବରେ କୁମ୍ଭ ରାଶିର ସମସ୍ତ ଜନତା ଆଜି ମନ ମୁତାବକ ଖୋଲା ପବନ ପାଇବେ। ସମସ୍ତ ପ୍ରକାର ଲୌକିକ ସୁଖ ସେମାନଙ୍କୁ ଏକ ଅହେତୁକ ଆନନ୍ଦ ଦେବ। କୁମ୍ଭ ରାଶି ପାଇଁ ଆଜି ବଢ଼ିଆ 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 ଦିନ। କୌଣସି ପ୍ରକାର ସମସ୍ୟା ତାଙ୍କୁ ବିଚଳିତ କରିବନି। ମୀନ ରାଶି କଥା ଆଲୋଚନା କରିବା। ମୀନ ରାଶି ପାଇଁ 26 ତାରିଖ ଶୁକ୍ରବାର ଶୁଭ। କାରଣ ମୀନର ଅଧିପତି ହେଲେ ବୃହସ୍ପତି ଆଉ ବାର ହେଲା ଶୁକ୍ର। ଆଜି ବ୍ୟୟ ବଢ଼ିଯିବ, ଏଣୁ ଚିନ୍ତା ବଢ଼ିଯିବ। ଦେହ ବି ଭଲ ରହିବନି, ଧନାଗମ ହେବନି। କହିଲେ ସମସ୍ତେ କହିବେ କହୁଛି, କିଛି କହିଲେ ସମସ୍ତେ କହିବେ କହୁଛି, ନ କହିଲେ ସହି ହେବନି, ରହି ହେବନି ବନ୍ଧୁ। ଏଠି ବୁଦ୍ଧିର ଖେଳ ଖେଳିଲେ ବଞ୍ଚିଯିବେ। ଯଦି ପରବୁଦ୍ଧିଆ ହେବେ, ପର କଥାରେ ନାଚିବେ, ଘରେ କାହି ଘୋଡ଼ା ଆଗରେ ଲଣ୍ଠନ ଦେଖେଇବେ, ତାହେଲେ ଏହା କପାଳ ଫଟା ବୋଲି ବୁଝିବାକୁ ପଡ଼ିବ। ମନ ନଥିଲେ ବି ହସିବାକୁ ପଡ଼ିବ। ସୁଖ ଶାନ୍ତି ବ୍ୟାହତ ହେବ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ।
ଅତି ଶ୍ରଦ୍ଧାରେ ରାମ ରକ୍ଷା ମନ୍ତ୍ର ପାଠ କରନ୍ତୁ। ସକାଳୁ ଉଠିକିରି ଶୁକ୍ରବାର ପାଇଁ କହୁଛି, ମୀନ ରାଶି ପାଇଁ ଭଲ ନାହିଁ। ସବୁଦିନ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟରୁ ଉଠି ଆଗେ ରାମ ରକ୍ଷା କବଚ ସ୍ତୋତ୍ର ପଢ଼ନ୍ତୁ ସବୁଦିନ। ଗାଧେଇ ସାରି ସକାଳେ ଅତି ଭକ୍ତିରେ ତରବର ନ ହୋଇ ଦୁର୍ଗାଙ୍କର ପ୍ରୀତି ପାଇଁ ସିଦ୍ଧ କୁଞ୍ଜିକା ସୂତ୍ର ପଢ଼ନ୍ତୁ। ଜନ୍ମ ଶନି, ଏଇଟା କାହିଁ ଭୁଲି ଯାଉଛନ୍ତି? ତାପରେ ଦ୍ୱାଦଶ ରାହୁ ତମ ପାଖେ ପାଖେ ଜଗିଛି। ରାହୁ ପାଖରେ ଅଛି ଶନି, ଆଉ ସାମ୍ନାରେ କେତୁ। ମୀନ, ମେଷ, ବୃଷ, ମିଥୁନ, ଚତୁର୍ଥ ବୃହସ୍ପତି। କୌଣସି ଗ୍ରହ ଏବେ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି। କେବଳ ସୁରକ୍ଷା ଦେବେ ରାମ ରକ୍ଷା, ଶ୍ରୀରାମଙ୍କର ରକ୍ଷା କବଚ ସିଏ ରକ୍ଷା କରିବେ। ସିଦ୍ଧ କୁଞ୍ଜିକା ସୂତ୍ର ଦୁର୍ଗା ତୁମକୁ ସାହାଯ୍ୟ କରିବେ। ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ମୁଁ ସୁସ୍ଥ ଥିଲେ ଆପଣମାନଙ୍କ ସହିତ ପୁଣି ଦୁଃଖ ସୁଖ ହେବି। ମୋର ଫୋନ୍ ନମ୍ବର 8093355583। ଈଶ୍ୱର କରନ୍ତୁ ଆସୁଥିବା 26 ମସିହା ଆପଣ ସମସ୍ତଙ୍କର ସର୍ବବିଧ ଉନ୍ନତି କରୁ। ଅତୀତର ସବୁ ଦୁଃଖ ମିଳେଇ ଯାଉ। ସୂର୍ଯ୍ୟ କିରଣରେ ବରଫ ମିଳେଇ ଗଲା ଭଳି। ରହିଲି ବନ୍ଧୁ, ନମସ୍କାର।